ଆଜ୍ଞା ଦିଅନ୍ତୁ। ମୋ ନାଁ ଶିଶିର ପାତ୍ର। ମୁଁ ଜୟ ଭାରତ ମାତା ନିର୍ମାଣ ସମିତି ସଂଗଠନର ରାଜ୍ୟ ସଭାପତି। ଯେହେତୁ 2025 ଆସୁଛି ଶୁଭେଚ୍ଛା କ'ଣ ଦେବା ପାଇଁ ଚାହିଁବେ ଆପଣଙ୍କ ଶ୍ରମିକମାନଙ୍କୁ? ମୁଁ ପ୍ରଥମ ଶ୍ରମିକ ଭାଇମାନଙ୍କୁ ଆନ୍ତରିକ ସହ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଶ୍ରମିକ ଭାଇମାନଙ୍କର 2025 କୁଶଳମୟ ଯାଉ। ମୋର ଠାକୁରଙ୍କ ପାଖରେ ଏତିକି ଅନୁରୋଧ। ତାଙ୍କ ସେବାରେ ପୁରା ଦିନ ଯାଉଛି ଭାଇ। କ'ଣ କହିବାକୁ ଚାହିଁବେ ଏବେକାର ପରିସ୍ଥିତି କେମିତି ରହିଛି ଜଗତସିଂହପୁର? ପୂର୍ବ ସରକାରଠୁ ବିଜେପି ସରକାର ଆସିଲା ପରେ ବହୁତ କିଛି ପରିବର୍ତ୍ତନ ହେଇଛି। ଯେମିତିକି ଲୋକମାନେ କିଛି ସହାୟତାରୁ ବଞ୍ଚିତ ରହୁଥିଲେ। ବିଜେପି ସରକାର ଆସିଲା ପରେ ଶ୍ରମିକମାନଙ୍କ ପାଇଁ କି ପ୍ରତି ମାସରେ ସାଙ୍କସନ୍ ହେଉଛି। ପ୍ରତି ମାସରେ ଶ୍ରମିକମାନେ ତାଙ୍କ ପିଲାର ପାଠ ପଢ଼ିଆ ହେଉ, ଝିଅ ବାହାଘର ହେଉ, ମୃତ୍ୟୁକାଳୀନ ସହାୟତା ହେଉ, ପ୍ରସ୍ତୁତିକାଳୀନ ସହାୟତା ହେଉ ଠିକ୍ ଭାବରେ ପାଉଛନ୍ତି। ସେଥିପାଇଁ ଏ ସରକାରଙ୍କ ପାଖରେ ଜୟ ଭାରତ ମାତା ନିର୍ମାଣ ସମିତି ତରଫରୁ ଆମେ ଧନ୍ୟବାଦ ଦେଉଛୁ। ତାଙ୍କ ପାଖରେ ଚିରଋଣୀ। ଆଚ୍ଛା, ଆପଣଙ୍କର ଏମ୍ଏଲ୍ଏ ସାର୍ଙ୍କୁ କ'ଣ କହିବେ? କେମିତି ରହିଛି କାମ ତାଙ୍କର? ଏମ୍ଏଲ୍ଏ ସାର୍ଙ୍କର ସିଏ ତାଙ୍କ ଲାଇନ୍ରେ କାମ କରୁଛନ୍ତି। ସାଧାରଣ ଲୋକଙ୍କ ପାଖରେ ସେ ଯାଇ ପହଞ୍ଚୁଛନ୍ତି। ଆଚ୍ଛା, କାମ କରୁଛନ୍ତି। ବିଭୂତି ଏମ୍ପି ତରାଇ ଏମ୍ପି ଆମେ ଜଗତସିଂହପୁର ଜିଲ୍ଲାରେ ଆମେ 1 ନମ୍ବର ଏମ୍ପିଟିଏ ପାଇଛୁ। ଯେଉଁ ଏମ୍ପି ସେ ଦିନ ରାତି ସେ ଶ୍ରମିକ ସଂଗଠନରୁ ସେ ଆସିଛନ୍ତି। ଆଜି ଯଦି ଏମ୍ପି ହେଇଛନ୍ତି ଏ ଗରିବମାନଙ୍କ ଶ୍ରମିକ ସଂଗଠନରୁ ଆଜି ସେ ଏମ୍ପି ହେଇଛନ୍ତି। ତାଙ୍କର ଗରିବ ଶ୍ରମିକମାନଙ୍କ ପ୍ରତି ତାଙ୍କର ହୃଦୟ ବହୁତ ନରମ। ସେ ଯଦି ଗୋଟେ ଶ୍ରମିକକୁ ଦେଖନ୍ତି, ସେ ଯଦି ହଇରାଣରେ ପଡ଼ିଥାଏ, ସେ ତାଙ୍କ ନିଜର ଗାଡ଼ିରୁ ଓହ୍ଲେଇକି ସେ ଶ୍ରମିକକୁ କେମିତି ସେ ସୁବିଧା ପାଇବ, କେମିତି ପାଇବ, ତାଙ୍କ ପାଖରେ ସେ ବାବଦରେ ବହୁତ ଟାଇମ୍ ଦିଅନ୍ତି। ସେଥିପାଇଁ ଆମେ ବିଭୂତି ରାୟ ଯେ ଏମ୍ପି ଅଛନ୍ତି ତାଙ୍କୁ ଆମ ଶ୍ରମିକ ସଂଗଠନ ତରଫରୁ ଆନ୍ତରିକ ସହ ତାଙ୍କୁ ଧନ୍ୟବାଦ ଦେଉଛୁ। ଆଚ୍ଛା, ଆଉ କିଛି କହିବାକୁ ଚାହିଁବେ ଲୋକମାନଙ୍କୁ? କେମିତି ରହିବ ଆଗକୁ କାମ 2025ରେ ଜୋରଦାର? ଲୋକମାନଙ୍କୁ ମୋର ଏତିକି ଅନୁରୋଧ, ଆପଣମାନେ ସଂଗଠିତ ରୁହନ୍ତୁ। ସଂଗଠିତ ରହିଲେ ଆମର ଯେକୌଣସି ହକ୍ ଶ୍ରମିକମାନଙ୍କର ଆମେ ପାଇପାରିବା। ଯେମିତି କଥାରେ ଅଛି, ଯେଉଁ ପୁଅ ଶୋଇଯାଏ ତା'ର ଭାଗ ନଥାଏ। ଆମେ ଯଦି ଶୋଇପଡ଼ିବା, ଆମେ ଯଦି ବିକ୍ଷୋଭ ନ କରିବା, ସରକାରଙ୍କ ପାଖରେ ଆମର ବାର୍ତ୍ତା ନ ପହଞ୍ଚାଇବା, ଆମ ହକ୍ ନ ପହଞ୍ଚାଇବା, ଆମେ କିଛି ପାଇପାରିବା ନାହିଁ। କିନ୍ତୁ ମୋର ଶ୍ରମିକ ଭାଇମାନଙ୍କୁ ଅନୁରୋଧ, ସେମାନେ ନିଜ ନିଜ ପରିଚୟଟା ଦିଅନ୍ତୁ। 2024 ସରିଛି, 25 ଆସିଛି, କ'ଣ ଶୁଭେଚ୍ଛା ଦେବା ପାଇଁ ଚାହିଁବେ? ଜଗତସିଂହପୁର ମାଟିରେ ବିଧାୟକ ପାଇଁ ଏମ୍ପି ପାଇଁ ଆପଣ କେତେ ଖୁସି ଅଛନ୍ତି? ଆଚ୍ଛା, କ'ଣ ଆଶା ରଖିଛନ୍ତି ତାଙ୍କ ଦ୍ୱାରା ଆହୁରି କାମ ହବ ଆପଣ ଦେଖୁଛନ୍ତି? ଆମର ବହୁତ ଆଶା, ତାଙ୍କ ପ୍ରତି ବହୁତ ଆଶା ଅଛି। ସେ ମାନେ ଯେମିତି ବିଜେଡି ସରକାର ମାନେ ତାଙ୍କର ନେତାମାନଙ୍କୁ ନେଇକି ଉନ୍ନତି କରୁଥିଲେ, ସେ ସେମିତି ନ ହୁଅନ୍ତୁ। ସାଧାରଣ ପ୍ରତ୍ୟେକ ଆମର ଯେଉଁ ଖଟିକିଆ ମୂଲ୍ୟ ଲୋକମାନଙ୍କ ପାଇଁ କିଛି ସେ କରନ୍ତୁ, ଲୋକମାନଙ୍କୁ ସେବା କରନ୍ତୁ। ଆଚ୍ଛା, ଆପଣଙ୍କର କାମ ପୁରା ଚାଲିଛି? ଆଚ୍ଛା, ଆଉ କିଛି କହିବାକୁ ଚାହିଁବେ କି ଆପଣଙ୍କ ଜଗତସିଂହପୁର ମାଟି ପାଇଁ? ଜଗତସିଂହପୁର ମାଟି ପାଇଁ ଆମେ ତ ମା ମାନେ ଡେଭଲପ କରିବେ। ମା ମାନଙ୍କ କୁଟୀର ଶିଳ୍ପ ଯଦି ମଧ୍ୟ କିଛି ଯାଆନ୍ତା, ମା ମାନଙ୍କ ପାଇଁ କିଛି କାମ ମାନେ ମିଳିପାରନ୍ତା, ସେ ମାନେ ସେଇ ପାଇଁ ଆମେ ବହୁତ ଉପକୃତ ଆହୁରି ଆଗକୁ ଯାଇପାରନ୍ତା। ଯେଉଁ ଲୋନ୍ ଆକାରରେ ଦେଉଛନ୍ତି, ସେ ଲୋନ୍ ଆକାରରେ ଯଦି କୁଟୀର ଶିଳ୍ପ ଆକାରରେ ଗୋଟେ କିଛି ମାନେ ସମୂହ ଲୋନ୍ କିଛି ମିଳିଯାଆନ୍ତା, ଲୋକମାନେ ମା ମାନେ କିଛି ଉପକୃତ ହୁଅନ୍ତି। ଯେଉଁ ବସି ଖାଉଛନ୍ତି। ଆଜ୍ଞା, ଆଚ୍ଛା, କ'ଣ କହିବାକୁ ଚାହିଁବେ? 2025 ଆସିଛି, ଆପଣ କ'ଣ କହିବାକୁ ଚାହୁଁଛନ୍ତି? 2025 ଆମ ଜିଲ୍ଲା ପାଇଁ, ଆମ ରାଜ୍ୟ ପାଇଁ, ଆମ ଦେଶ ପାଇଁ ଶୁଭକର ହେଉ। ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ, ସମସ୍ତେ ଭଲରେ ରୁହନ୍ତୁ। ଶୁଭକାମନା ଜଗନ୍ନାଥ ମା ଶାରଳା। କେମିତି ଲାଗୁଛି ଜଗତସିଂହପୁର ମାଟିରେ ଜନ୍ମ ହେଇ ଆପଣଙ୍କୁ? ନାଇଁ, ଜଗତସିଂହପୁର ମାଟି ପାଇଁ ଯେହେତୁ ଶାରଳା ମାଟିରେ ଜନ୍ମ, ସେଥିପାଇଁ ବହୁତ ଧନ୍ୟ, ଆଉ ନିଜକୁ ବହୁତ ଧନ୍ୟ ବୋଲି କରୁଛି। ଆଚ୍ଛା, ଏବେକାର ନୂଆ ସରକାରଙ୍କୁ କ'ଣ କହିବେ? ଆମେ ଏବେକାର ନୂଆ ସରକାର ବହୁତ ଧନ୍ୟବାଦ। ଆଉ ତାଙ୍କର ଯେଉଁ ଯୋଜନା କାର୍ଯ୍ୟକ୍ରମ ବହୁତ ଶୁଭକର, ଆମ ପାଇଁ ବହୁତ ଭଲ ଲାଗୁଛି। ଆଗରୁ ପୂର୍ବ ସରକାର ଯେଉଁଭଳି ଦୁର୍ନୀତିଗ୍ରସ୍ତ ଥିଲେ, ଆଉ ଆମ ଏ ସରକାର ତାକୁ ହଟେଇବେ ଆଉ ଯେଉଁ ଯୋଜନା କରୁଛନ୍ତି